हेलो मैडम नमस्कार। कोड कॉल करथिले मैडम ଅନୁଗୁଳ। ଅନୁଗୁଳରୁ। କୁହନ୍ତୁ ମ୍ୟାଡ଼ାମ କ'ଣ ସକ୍ସେସ୍ ପାଇଛନ୍ତି, କେମିତି କ'ଣ ସକ୍ସେସ୍ ପାଇଛନ୍ତି, କ'ଣ ଇଏ କୋନ୍ ଷ୍ଟୋନ୍ ନେଇଥିଲେ ଟିକେ ଡିଟେଲରେ ଜଣାନ୍ତୁ। ମୁଁ ସାର୍ ମିରାକିଲ ଆଞ୍ଜେଲ ଆଣିଥିଲି ଆପଣଙ୍କ ଠାରୁ। ଆଜ୍ଞା ମୋର ଯୋଉ ଦିନ ଆସିଲା ମିରାକିଲ ଆଞ୍ଜେଲ ମୋର 3 ଦିନ ଆଗରୁ ପର୍ସ ହଜି ଯାଇଥିଲା। ମାନେ ମୁଁ ଆଚ୍ଛା ଆସିଲା ବେଳେ ପେଟ୍ରୋଲ ପମ୍ପରେ ମୋର କାରରୁ ଗଳି ପଡିଥିଲା। ଆଜ୍ଞା ମାନେ ଗ୍ଲାସ ଡୋର ଖୋଲା ହେଇଥିଲା, କେତେବେଳେ ଗଳି ପଡିଥିଲା ମୁଁ ଜାଣିନି। ଆଜ୍ଞା ମୁଁ ଯେତେବେଳେ ରୁମକୁ ଆସିଲି ସେତେବେଳେ ଗାଡିର ସବୁ ଜିନିଷ କାଢିଲା ଭିତରେ ମୁଁ ପର୍ସ ଖୋଜିଲି, ପାଇଲି। ଆଚ୍ଛା ଆଚ୍ଛା ତାପରେ ଗଲେ ମୁଁ ବାଟରେ କୋଉଠି ଓହ୍ଲେଇନି। ତାପରେ ଗଲେ ମୋର ମନେ ପଇଲା ଯେ ସେଇଠି ଖୋଲା ହେଇଥିଲା। ସେ ଗାଁ ପାଖରେ ମଉସାଙ୍କର ମାନେ ମଉସାର ଘର। ହଁ ମୁଁ ତାଙ୍କ ମଉସାକୁ ଫୋନ କଲି ଯେ ମୋର ଏଇ ଜାଗାରେ ମୁଁ ମାନେ ଡୋର ଖୋଲିଥିଲି ହୁଁ ଆଉ ପର୍ସଟା ପଡିଥିବ। ହୁଁ ସେ କହିଲେ ହଉ ଠିକ ଅଛି, ପେଟ୍ରୋଲ ପମ୍ପ ଯେ ମାଲିକ ତାଙ୍କ ସହିତ ମୋର ଚିହ୍ନା ଅଛି, ମୁଁ କଲ୍ କରିକି ବୁଝିଦେବି। ଆଜ୍ଞା ସେ ମଉସା ଯେତେବେଳେ କଲ୍ କଲେ ମାଲିକ ସେଇଠି ରୁହନ୍ତିନି, ହୁଁ ତାଙ୍କ ପିଲାମାନଙ୍କୁ ପଚାରିବା ପାଇଁ କଲ୍ କଲେ ମଉସା ଯେତେବେଳେ ସେ କହିଲେ କିଛି କହିଲେନି, ମାନେ ପିଲାମାନେ କିଛି ରେସ୍ପଣ୍ଡ ଦେଲେନି, କାରଣ ପେଟ୍ରୋଲ ସରି ଯାଇଥିଲା ବି ଆମକୁ କହିଲେ ମ୍ୟାଡାମ ଆଉ ନାହିଁ ପେଟ୍ରୋଲ, ଆପଣ ଯାଆନ୍ତୁ। ଆମେ ପଳେଇ ଆସିଥିଲୁ। ସେ ସେତେବେଳେ ସେଇ ଟାଇମ ଟିକେ ପରେ ବନ୍ଦ କରିବେ ବୋଲି କହିଲେ ପେଟ୍ରୋଲ ପମ୍ପ। ଆଚ୍ଛା ତାହେଲେ ବନ୍ଦ କରିବା ପାଇଁ କହିଲେ ଯେମିତି ଆମେ ପଳେଇ ଆସିଥିଲୁ। କିନ୍ତୁ ମଉସା ଯେତେବେଳେ ଫୋନ କଲେ ସେ ପିଲାମାନେ କିଛି ରେସ୍ପଣ୍ଡ କଲେନି। ତାଙ୍କ ହେad ମାଲିକ କହିଲେ ଯେ ମୋର ହଉ ଟିକେ ଅପେକ୍ଷା କରନ୍ତୁ, ଆଉ ସିସିଟିଭି ମୋର ଲାଗିଛି, ହୁଁ କିନ୍ତୁ ସେଥିରୁ ଚେକ୍ କରିକି କହିବି। ସେ ମଉସା ଆଡୁ ପୁଣି ମତେ କଲ୍ ବ୍ୟାକ୍ କଲେ ଯେ କହିଲେ ନହେଲେ ପିଲାମାନେ କିଛି କହିଲେନି, ହୁଁ ମାନେ ପାଇଛନ୍ତି କିଛି କହିଲେନି। ହୁଁ ସରିଲା। ତାପରେ ମିରାକିଲ ଆଞ୍ଜେଲ ମୋର ବୁଧବାର ଆସିଲା। ହୁଁ ଆସି ମାନେ ପୋଷ୍ଟାଲ ଯୋଉ ଆପଣ ପଠେଇଥିଲେ, ମ୍ୟାଡାମ ଜଣେ ପୋଷ୍ଟାଲ ମ୍ୟାଡାମ ସେ କଲ୍ କଲେ, କହିଲେ ମୁଁ ଆପଣଙ୍କ ଘର ସାମ୍ନାରେ ଅଛି, ଆଚ୍ଛା ଆଉ ଆପଣ କୋଉଠି ଅଛନ୍ତି। ମୁଁ ସେତେବେଳେ ଡ୍ୟୁଟିରେ ଥିଲି। ହୁଁ ସେଠୁ ମୋର ସାନ ଭାଇ ଥିଲା, ମୋ ସାନ ଭାଇକି ମୁଁ ପଠେଇଲି। ମିରାକିଲ ଆଞ୍ଜେଲ ସେ ଘରକୁ ଆଣିଲା। ହୁଁ ସେ ଓପନ କରିନି, ମୁଁ କରିନି। ତାପରେ ମତେ କଲ୍ କଲା ଯେ ଆସିଲା। ହୁଁ ତାପରେ ଆସିଲା, ମୁଁ କିନ୍ତୁ ବହୁତ ଖୁସି ଯେ ମୁଁ ଆସିଲା ବୋଲି ମିରାକିଲ ଆଞ୍ଜେଲ ବୋଲି। ମାନେ ମଉସା ମିରାକିଲ ଆଞ୍ଜେଲ ଯେତେବେଳେ ଆସିଲେ 5-10 ମିନିଟ୍ ପରେ ମୋ ଘରକୁ ଯେତେବେଳେ ପହଞ୍ଚିଲା, 5-10 ମିନିଟ୍ ପରେ ମଉସା ଫୋନ କଲେ ଯେ ପର୍ସ ମିଳିଗଲା। ଆଚ୍ଛା 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 ସେଇଠି ସେଇ ପେଟ୍ରୋଲ ପମ୍ପ ପାଖରେ ହଜିଥିଲା ନା କୋଉଠି ହଜିଥିଲା? ହଁ ସେଇଠି ହିଁ ହଜିଥିଲା। ଆଚ୍ଛା ଆଚ୍ଛା ସେଇଠି ହଜିଥିଲା। ସେ ସେତିକି କହିଲେ ମୁଁ ଡ୍ୟୁଟିରେ ଥିଲି ତ ସେଥିପାଇଁ ବ୍ୟସ୍ତ ପାଇଁ କାଟି ଦେଇଥିଲି। ଆଚ୍ଛା ଆଚ୍ଛା କାଟି ଦେଇଥିଲି। ସେ ଭିତରେ ପଇସା ଅଛି କି ନାହିଁ ମଉସାକୁ ମୁଁ ପଚାରିନି। ହୁଁ ଅଛି କି ନାହିଁ ମୁଁ ପଚାରିନି। ମୋ ମନରେ ଡାଉଟ୍ ଥିଲା ପର୍ସ ସିନା ମିଳିଗଲା, କିନ୍ତୁ ପଇସା ଭିତରେ ଅଛି କି ନାହିଁ ମୁଁ ହୁଁ ଜାଣିନି। ହୁଁ ମୁଁ ଆଉ ବି ସେଦିନ କଲ୍ କଲିନି କେତେ ମଉସାକୁ, ଟଙ୍କା ଥିଲା ତା ଭିତରେ? କହିଲି ମାନେ ଆପଣଙ୍କର ହଜିଲା ବେଳକୁ କେତେ ଟଙ୍କା ଥିଲା ତା ଭିତରେ? 4,300 ଥିଲା। ଆଚ୍ଛା ଆଚ୍ଛା ହଁ ହଁ 4,300 କ୍ୟାସ୍ ଥିଲା। ତାପରେ ଗଲେ ମୁଁ ରାତି ଯେତେବେଳେ ହେଲା, ଆପଣ ଯାହାବି ଆପଣଙ୍କୁ ମେସେଜ କରୁଥିଲେ, ଆପଣ ଯାହାବି ପ୍ରୋସେସ କହିଥିଲେ, ମୁଁ କିନ୍ତୁ ତାପରେ ବି କରିଥିଲି ଯାହାବି କହି ମାନେ ମିରାକିଲ ଆଞ୍ଜେଲରେ ପେପର ଦ୍ୱାରା ଯାହାବି କହିଥିଲେ ମୁଁ ୱିଶ ମୋର ଲେଖିଥିଲି। ଆଜ୍ଞା ତା ପୁଣି ହେତୁ ତାର ଦିନ ମାନେ ଶୁକ୍ରବାର ଦିନ ମଉସା ଫୋନ କଲେ। ସେ ପର୍ସ ବି ଦେଖିନଥିଲେ, ମାନେ ଯେତେବେଳେ ପର୍ସ ପାଇଥିଲି ଶୁଣି ମୁଁ ଦେଖିନି ପର୍ସରେ କଣ ଅଛି କି ନାହିଁ ଦେଖିନି। ଆଚ୍ଛା ତାପରେ ଗଲେ ଶୁକ୍ରବାର ଦିନ ସେ ତାଙ୍କ ଆଡୁ ପର୍ସ ମୁଁ ନେଇଦେବି କି ତମେ ଆସିକିରି ନବ ବୋଲି। ହୁଁ ତାପରେ କହିଲି ମଉସା ପର୍ସରେ ଆଗ ଦେଖନ୍ତୁ ପଇସା ଅଛି ଯଦି ଯିବି, ନହେଲେ ଯିବି ଆଚ୍ଛା ଆଚ୍ଛା ନାହିଁ। ନହେଲେ ଯଦି ନାହିଁ 4,300 କ୍ୟାସ୍ ଅଛି ତମର ଆଚ୍ଛା 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 ସେଇଥିରେ। ଇଏ କରୁନାହାନ୍ତି ଅଛି। ମୁଁ କିନ୍ତୁ ମାନେ ଜଣେ ଆଷ୍ଟ୍ରୋଲୋଜିକ ଯୋଉ ଦିନ ହଜିଲା ବି ସାର୍, ମୁଁ ସେଇଦିନ ପଚାରିଲି ତାଙ୍କ କଥା ବି ସତ ହୁଏ, ମାନେ ମିଛ କହୁନି ସତ ହୁଏ। ହୁଁ ସେ ବି କହିଥିଲେ ଯେ 80% ଚାନ୍ସ ଅଛି ଆଉ ନ ମିଳିବାର। ହୁଁ ସେ ଜଣେ ନେଇ ସାରିଲାନି ଅଲରେଡି, ଆଉ 80% ଚାନ୍ସ ଅଛି ନ ନବାର। ହୁଁ କିନ୍ତୁ ସମସ୍ତେ ବି ମାନେ 3 ଦିନ ହେଇସାରିଲା ନା ଆଉ ଗୋଟେ ପର୍ସ ମିଳିବ ବୋଲି ମାନେ ସେମିତି ଆଉ ବିଶ୍ୱାସ ହିଁ ନଥିଲା। ହୁଁ କିନ୍ତୁ ମୋର ସେ ଫିଲଅପ ହେଲା। କିନ୍ତୁ ମିରାକିଲ ଯୋଉ ଆଞ୍ଜେଲ ଯୋଉ ଦିନ ଆସିଲା, ମୁଁ ସେଇଦିନ ବି ଖୁସି ହେଲି। କୋଉ କିନ୍ତୁ ଏଞ୍ଜେଲ ଟା ସେ ନେଇଥିଲେ? ଏଞ୍ଜେଲ ର ଫଟୋ, ଏଞ୍ଜେଲ ର ଇଏଟା ଦେଖାନ୍ତୁ। ଏଞ୍ଜେଲ ଟା ପାଖରେ ଅଛି ଏବେ? ଆଚ୍ଛା ଆଚ୍ଛା ଓପାଲାଇଟ ହିଲିଂ ଏଞ୍ଜେଲ ଟା। ମୁଁ କିନ୍ତୁ ସାର୍ ସେଇଦିନ କରିଥିଲି ବିଶ୍ୱାସ ସହିତ କରିଥିଲି, ବହୁତ ବିଶ୍ୱାସ ସହିତ କରିଥିଲି। ଯୋଉ ଜିନିଷ ଆମେ ବିଶ୍ୱାସର ସହିତ ମାଗନ୍ତି ଆମକୁ ମିଳେ। ଆଜ୍ଞା।
ବିଶ୍ୱାସ ସହିତ ବହୁତ କରୁଥିଲି। ଆପଣ ଯାହା ବି ପ୍ରୋସେସ କରିଥିଲେ ସେଇ ଦିନ ହିଁ ମୁଁ ୟୁଜ କରୁଥିଲି। ଯାହା ହଉ ଗୋଟିଏ ଦିନରେ ହିଁ ସକ୍ସେସ୍ ମିଳିଲା ନା, ବହୁତ ବଢିଆ କଥା। ମୁଁ ବି ନିଜେ ବି ବିଶ୍ୱାସ କରିପାରେ ମତେ ମିଳିଲା ବୋଲି, ମାନେ କାହାରି ବି ଆଉ ବିଶ୍ୱାସ ନଥିଲା ଯେ ମିଳିବ ବୋଲି। ହୁଁ। ଏଇ କେସଟା ଜେନେରାଲି ସେଇଭଳିଆ କେସଟା 90% କେସରେ ତ ମିଳେନି, ଷ୍ଟିଲ୍ ଯୋଉ 10% କେସରେ ହୋପ୍ ଥାଏ, ପ୍ରଚେଷ୍ଟା ଥାଏ, ସେଇ କେସରେ ହିଁ ମିଳିପାରେ। ଭଗବାନ ସବୁ ରାସ୍ତା ଦେଖାନ୍ତି। ତାର ହଜବେଣ୍ଡ ବିଶ୍ୱାସ କରନ୍ତିନି, କିନ୍ତୁ ମିରାକଲ ଆଞ୍ଜେଲ ଆସିବା ପରେ ମୋର 5-10 ମିନିଟ୍ ପରେ କଲ୍ ଆସିଲା ଯେମିତି ହଜବେଣ୍ଡ ବି କହିଲେ ତାହେଲେ ତ ମିରାକଲ ଆଞ୍ଜେଲ କାମ କରିବେ। ମୁଁ କିନ୍ତୁ ଆପଣଙ୍କୁ ଯୋଉ ଦିନଠୁ ବି ଅର୍ଡର ଦେଲି ନାଇଁ ସେଦିନଠୁ ମୁଁ କହୁଛି ମୋ ମିରାକଲ ଆଞ୍ଜେଲ ଆସିଲେ ମୋର ମିରାକଲ କରିଦବ। ମୁଁ କିନ୍ତୁ ସେଦିନଠୁ ମନ ଭିତରେ ଭାବେ ଯେ ମୋର ମିରାକଲ ହିଁ ହବ, କିନ୍ତୁ ବିଶ୍ୱାସ ରଖିବା ଦରକାର। ନିହାତି ବିଶ୍ୱାସ ରଖିଲେ ଆପଣ ଯାହା ବି ପ୍ରୋସେସ କରୁଛନ୍ତି ସେଇ ହିସାବରେ କଲେ ନିଶ୍ଚିନ୍ତ ସକ୍ସେସ୍ ମିଳିବ। ନିଶ୍ଚୟ, କଂଗ୍ରାଚୁଲେସନ୍ସ। ଠିକ ଅଛି, ଆଗକୁ ସକ୍ସେସ୍ ପାଆନ୍ତୁ ଆଉ ସକ୍ସେସ୍ ଷ୍ଟୋରି ବହୁତ ଶୀଘ୍ର ଜଣାନ୍ତୁ। ରହିଲି ମ୍ୟାଡ଼ାମ। ଆଜ୍ଞା, ନମସ୍କାର।